No greater friend. Oh. This is good. No, Tara, how are you? You see what you want? Look at the Yes, my color. brother. This is a wonderful gift. Israel is their fatherland, and India their motherland. This is good. Friendship. Great friend. My great friend. Thank you. Great friend. My great friend. Thank you. ନମସ୍କାର। ହସା ହସି ଠୋ ଠୋ ହସ କୁଣ୍ଢା କୁଣ୍ଡି ଚିହ୍ନେଇ ଦେଲେ ତାଙ୍କ ପତ୍ନୀଙ୍କୁ ନେତନ୍ୟାହୁ ଇସ୍ରାଏଲରେ ଯେ ମୋଦିଜୀ ତମ ରୁମାଲ ଆଉ ମୋ ସ୍ତ୍ରୀଙ୍କର ପୋଷାକ ଦିଟା ଯାକ ସାଫ୍ରୋନ ସମାନ ରଙ୍ଗ। ସେ କହିଲେ, ମୋଦି କହିଲେ ଓ ସାଫ୍ରୋନ। ସେ ସାରିକିରି ମୋଦି ଫେରି ଆସିଲେଣି। 2 ଦିନିଆ ବିନା କାରଣରେ ବା କୌଣସି ଗୁପ୍ତ ଉଦ୍ଦେଶ୍ୟରେ ଇସ୍ରାଏଲ ଯାଇ ଭାରତର ପ୍ରଧାନମନ୍ତ୍ରୀ ହିସାବରେ ଦ୍ୱିତୀୟ ଥର ଇସ୍ରାଏଲ ଯାଇ ଫେରିକି ଆସିଲେଣି। ଯେତେବେଳେ ଇସ୍ରାଏଲବାସୀ ଅପେକ୍ଷା କରିଛନ୍ତି କେତେବେଳେ ସାଇରନ ବାଜିବ ଏବଂ ଆମେ ଗୁମ୍ଫା ଭିତରେ ପଶିଯିବୁ, କାରଣ ମିଜାଇଲ ଆଟାକ୍ ହେଇପାରେ। ଗୋଟେ ଦେଶ ଯୁଦ୍ଧର ବିଭୀଷିକା ଭିତରେ ଠିଆ ହେଇଛି, ନିଜେ ଭିଆଣ କରିଛି, ବିଭୀଷିକା ଭିତରେ ଛିଡ଼ା ହେଇଛି। ସେତେବେଳେ ହଠାତ୍ ସେ କହିଲେ ମୋଦି ଆସିବେ ଏବଂ ମୋଦି ଗଲେ। କାହିଁକି ଗଲେ, କ'ଣ ପାଇଁ ଗଲେ, କ'ଣ ଡିଲ୍ ହେଲା? ଏଠି କିଛି ଲୋକ ସୋସିଆଲ ମିଡ଼ିଆରେ ଘୋଷଣା କରୁଛନ୍ତି ଯେ ଇସ୍ରାଏଲ ଦବ ଆମକୁ ଏଇ ମିଜାଇଲ, ଏଇ ହତିଆର, ଅମକେଇ ସମକେଇ ଡିମକେ ଦବନି, ବିକିବ। ତେବେ ଇଏ ସବୁ ଗୋଟେ ପାର୍ଟରେ ରହିଗଲା। ସେ ଦେଶରେ ଯୋଉ ଠୋ ଠୋ ହସ ଥିଲା ଏବଂ ପାର୍ଲାମେଣ୍ଟରେ ତ ମୋଦି କହିଲା ବେଳକୁ 120 ସାଂସଦଙ୍କ ଭିତରୁ 60 ସାଂସଦ ଫଡ଼ଫଡ଼ ହେଇକି ଉଠିକି ପଳେଇଲେ। ମୋଦି ଭାବିଥିଲେ ମେ ଯାହା ଖଡ଼ା ହୁଁ ଲାଇନ वहां से शुरू होता है, କିନ୍ତୁ ସେଟା ଇସ୍ରାଏଲ ଯାହା ବିରୋଧୀ ନିଷ୍ପତ୍ତି କରିଛନ୍ତି ଏବଂ ଆଗରୁ ମଧ୍ୟ ଘୋଷଣା କରିଥିଲେ ଆମେ ବୟକଟ୍ କରିବୁ ଯଦି ଏହି ସ୍ଥାନକୁ ଦେଶର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏ ଜାଗାରେ ଉପସ୍ଥିତ ନ ରୁହନ୍ତି ତ। ସେମାନେ ବୟକଟ୍ କଲେ। ଇସ୍ରାଏଲ ମଧ୍ୟ ମୋଦିଙ୍କ ସମ୍ମାନ ପାଇଁ ସେ ସରକାର ସେ କଥା ବି ଆୟୋଜନ କରିଲେ ନାହିଁ। ଇଏ ହେଉଛି ସେ ଦେଶର ଶିଷ୍ଟାଚାର। ଆସିବା ଆଲୋଚ୍ୟ ବିଷୟବସ୍ତୁକୁ। ବଡ଼ କଥା, ମୂଳ ପ୍ରଶ୍ନ ହେଉଛି ମୋଦି ସେଠି ଯୋଉ ଠୋ ଠୋ ହେଇକି ହସୁଥିଲେ, ସେ ହସ, ସେ କନଫିଡେଣ୍ଟ, ସେ ଆଖି, ସେ ଛାତି ପିଟା, ସେ ଚିତ୍କାର ମୋଦିଙ୍କ ଭିତରେ ଅଛି ତ? ପ୍ରଶ୍ନ ଦୁର୍ବଳରୁ ଦୁର୍ବଳତର ହେଇଯିବା ସମୟରେ ଆହୁରି ସବଳ ହେଇକି ଛିଡ଼ା ହେଉଛି। 2 ବର୍ଷ ପୂରିବାକୁ ବାକି ଅଛି ତୃତୀୟ ଟର୍ମର। ଆସନ୍ତା 3 ବର୍ଷ ଯାଏଁ ମୋଦି ତଥା ଡବଲ ଇଞ୍ଜିନ ଭାରତ ବର୍ଷରେ କଣ୍ଟିନ୍ୟୁ କରିପାରିବ ତ? ଯଦି ମୋଦିଙ୍କ ସରକାର କଣ୍ଟିନ୍ୟୁ କରେ ତେବେ ମୋଦି ପ୍ରଧାନମନ୍ତ୍ରୀ ରହିବେ ତ? ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ତୃତୀୟ ପାଳିରେ ମୋଦି ଯେତିକି ନର୍ଭସ, ଯେତିକି ଆତ୍ମବିଶ୍ୱାସହୀନ, ଏମିତିରେ ବି ତ ମୋଦିଙ୍କ ପାଖରେ ନମ୍ବର ନାହିଁ ସରକାର କରିବା ପାଇଁ। ଢିରା ଦେଇକିରି ଛିଡ଼ା ହେଇଛି, କଦଳୀ ଗଛ ଯେମିତି ଢିରା ଦେଇକିରି ଛିଡ଼ା ହେଇଥାଏ, ସରକାର ଢିରା ଦେଇକିରି ଛିଡ଼ା ହେଇଛନ୍ତି। ଏବଂ ପ୍ରଥମ ଥର ପାଇଁ ମୋଦିଙ୍କ ସମୟରେ ପ୍ରଥମ ଥର ପାଇଁ ଦେଶ ବିରୋଧୀ ଦଳ ନେତା ପାଇଛି। LOP, ଲିଡର ଅଫ୍ ଅପୋଜିସନ। ଲିଡର ଅଫ୍ ଅପୋଜିସନ ଇଜ ଏ ଡେମୋକ୍ରାଟିକାଲ ପ୍ରୋସେସ। ଜଣେ ନିର୍ବାଚିତ ଲୋକ ପ୍ରତିନିଧି ଲିଡର ଅଫ୍ ଅପୋଜିସନ ଭାବେ ନିର୍ବାଚିତ ହେଇଛନ୍ତି ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କର ପ୍ରଶ୍ନକୁ ମୋଦି ସାମ୍ନା କରିପାରୁନାହାନ୍ତି ଅପରେସନ ସିନ୍ଦୁର ପରଠାରୁ। ଅପରେସନ ସିନ୍ଦୁରରେ ରାହୁଲ ଗାନ୍ଧୀ ଆଙ୍ଗୁଠି ଦେଖେଇ କହୁଥିଲେ ପାର୍ଲାମେଣ୍ଟର ଏଇ ଫ୍ଲୋରରେ କୁହନ୍ତୁ ଟ୍ରମ୍ପଙ୍କ କଥାରେ ଯୁଦ୍ଧ ବନ୍ଦ ହୋଇନାହିଁ। ମୋଦି ତାକୁ ଆଭଏଡ୍ କଲେ। ନରବଣେଙ୍କ କଥା ଉଠିଲା। ଆର୍ମିର ପୂର୍ବତନ ଜେନେରାଲ ନରବଣେ ଯାହା ବହିରେ ଲେଖିଛନ୍ତି, ସେ ବହି ଛପା ହେଇଛି ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଉଠିଲା, କିନ୍ତୁ ନରବଣେ କଥା କହିଛନ୍ତି ନା ନାହିଁ। ମୋଦି ସତରେ କେତେ ସବଳ ପ୍ରଧାନମନ୍ତ୍ରୀ, ଏ ପ୍ରଶ୍ନର ଉତ୍ତର ମଧ୍ୟ ଦେଲେ ନାହିଁ। ଲୋକସଭାରେ ପ୍ରଶ୍ନ ହେଲା, ରାଜ୍ୟସଭାରେ ଉତ୍ତର ଦେଲେ କିମ୍ଭୂତ କିମାକାର କଥା ବାଚସ୍ପତି କହିଲେ। ବାଚସ୍ପତି ତ ଭାରତ ବର୍ଷରେ ବର୍ତ୍ତମାନ ସରକାରୀ ଦଳର ବାଚସ୍ପତି। କହିଲେ କଂଗ୍ରେସର ମହିଳା ସଦସ୍ୟମାନେ ଦାନ୍ତରେ ଆକ୍ରମଣ କରିଥାନ୍ତେ। ପରେ ସ୍ପଷ୍ଟୀକରଣ ଦେଲେ ମୋଦିଙ୍କ ସହଯୋଗୀ ଦଳ TDPର ଜଣେ ନେତା ଯେ ମହିଳା ସଦସ୍ୟମାନେ କଂଗ୍ରେସର ଦାନ୍ତରେ ଆକ୍ରମଣ କରିଥାନ୍ତେ। ଏଇ କାରଣ ପାଇଁ ଜଣେ ପାର୍ଲାମେଣ୍ଟ ଆସିବ ନାହିଁ। ଇଜ୍ ଇଟ୍ ପସିବୁଲ? ଆକୁ ଲୋକ ବିଶ୍ୱାସ କରିବେ? ତେଣୁ ଧୀରେ ଧୀରେ ମୋଦି ନିଜର ଦକ୍ଷତା ହରାଉଛନ୍ତି, ପ୍ରଧାନମନ୍ତ୍ରୀ ହିସାବରେ ଲୋକପ୍ରିୟତା ମଧ୍ୟ ହରାଉଛନ୍ତି।
କାରଣ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ମୋଦି ଆଭଏଡ୍ କରି ଚାଲିଛନ୍ତି। ଏପଷ୍ଟିନ୍ ଫାଇଲ୍ରେ ହରଦୀପ ପୁରୀଙ୍କ ନାଁ ଏବଂ ମୋଦିଙ୍କର ନାଁ, ମୋଦିଙ୍କର ଘନିଷ୍ଠ ବନ୍ଧୁ ଅନିଲ ଆମ୍ବାନୀ ଯିଏକି ମୋଦିଙ୍କ ନାଁକୁ ପ୍ରସ୍ତାବ କରିଥିଲେ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯେ ଇଏ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ ଏବଂ ଭାରତବର୍ଷର କର୍ପୋରେଟ୍ ହାଉସ୍ ମାନେ ହାତ ଟେକି ହାଞ୍ଜି କରିଥିଲେ, ସିଏ ବି ଡିଲ୍ କରୁଥିଲେ ମୋଦିଙ୍କ ପାଇଁ। କୋଉ ରାଇଟ୍ରେ, କିଏ ତାଙ୍କୁ ଅଧିକାର ଦେଇଥିଲା? ଇଏ ପ୍ରଶ୍ନ ତ ଉତ୍ତର ଦେବାକୁ ପଡ଼ିବ ଭାରତ ସରକାରଙ୍କୁ, କାରଣ ଇଏ ଫେସବୁକ୍ ତିଆରି ରିଲ୍ ନୁହଁ, ଇଏ ନ୍ୟାୟିକ ବିଭାଗ ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରକାଶ ହୋଇଥିବା ରିପୋର୍ଟ। ଇଏ ସମସ୍ତ କଥାକୁ ମୋଦି ଆଭଏଡ୍ କରି ଚାଲିଛନ୍ତି ଏବଂ ଆମେରିକା ସହିତ ଟ୍ରେଡ୍ ଡିଲ୍ ତା ସ୍ଥିତି କ'ଣ ବର୍ତ୍ତମାନ? କାହିଁକି ଆମେ 0% ଟିକସ ଦେଇକି କୃଷିଜାତ ଦ୍ରବ୍ୟ ସେଠୁ ଆମଦାନୀ କରିବୁ? ଯେଉଁ ଦେଶରେ ବିଲିୟନ ମିଲିୟନ ଡଲାର ଦିଆଯାଏ ସବସିଡିରେ, ଅର୍ଥାତ୍ ଭାରତବର୍ଷରେ ସେଉ କିଲୋ 80 ଟଙ୍କା ହେଲା ବେଳକୁ ପହଞ୍ଚାଣ ଆମେରିକା ସବୁ ଏଠି 60 ଟଙ୍କା ହେଇଥିବ, କ୍ଷୀର ସେଇ ଦର ହେଇଥିବ। କପା ଶିଳ୍ପ ତ ବର୍ବାଦ ହେଇଯିବ, ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ବର୍ବାଦ ହେଇଯିବ, ମକା ଶିଳ୍ପ ବର୍ବାଦ ହେଇଯିବ। ଆହୁରି ଅନେକ କଥା ଅଛି, ଲମ୍ବା କଥା ଅଛି, ଏ ଚିଠା ତ ସ୍ପଷ୍ଟ ହେବା ଦରକାର। କିନ୍ତୁ ମୋଦି ସାମ୍ନା କରିପାରୁନାହାନ୍ତି, ବରଂ ଯେତେବେଳେ ଜବାବ ଦେବାର ଆବଶ୍ୟକତା ଅଛି ସେତେବେଳେ ଇସ୍ରାଏଲ ଦୌଡ଼ିକି ପଳାଉଛନ୍ତି। ଏବଂ ଇସ୍ରାଏଲ କାହିଁକି ଯାଉଛନ୍ତି, ସେ ଇସ୍ରାଏଲରେ ନ ପହଞ୍ଚୁ କଂଗ୍ରେସ ପ୍ରେସମିଟ୍ କରିକି ଏଠି ସ୍ପଷ୍ଟ କରୁଛି। 4 जनवरी 2017 को हमारे प्रिय हरदीप सिंह पुरी लिखते हैं जेफरी एप्स्टीन को कि मुझे आपसे मिलना है। तारीख 4 जनवरी 2017। फिर आपस में आदान प्रदान होता है मेल्स का और 6 जनवरी की मीटिंग तय हो जाती है। 6 जनवरी 2017। इसके तुरंत बाद जेफरी एप्स्टीन दीपक चोपड़ा को मेल करते हैं। वो गुरु है, आज सुना मैंने कोई दीपक चोपड़ा, विश्व गुरु तो यहां है, एक गुरु वहां भी है, कि ये अंबानी के बारे में मुझे कुछ बताइए, अनिल अंबानी के बारे में कुछ बताइए। अनिल अंबानी से दोस्ती की फिराक में जेफरी एप्स्टीन हरदीप पुरी से इस मीटिंग के बाद जांच पड़ताल शुरू कर देते हैं, खोजबीन शुरू कर देते हैं कि अनिल अंबानी से कैसे मिले। और 21 फरवरी 2017 को फिर अनिल अंबानी और जेफरी एप्स्टीन की मुलाकात होती है। शुरू कहां से हुआ? हरदीप पुरी इनसे मिले एप्स्टीन से 6 जनवरी को। आप खुद समझ जाइए कि क्या सलाह दी होगी, आप खुद समझ जाइए कि क्या संदेश दिया होगा, आप खुद समझ जाइए कि किसकी तरफ से वो संदेश दिया होगा। हरदीप पुरी खुद तो अनिल अंबानी का नाम ले लेंगे, अपनी तरफ से तो नहीं लेंगे, हम ये उम्मीद करेंगे। तो किसी का संदेश था। मैं फिर से दोहराता हूं, नंबर 1, हरदीप पुरी एप्स्टीन से मिलते हैं। मिलने की उस मुलाकात के तुरंत बाद एप्स्टीन अनिल अंबानी को ढूंढते हैं, अनिल अंबानी से मुलाकात होती है। फिर एप्स्टीन अनिल अंबानी को ईमेल के माध्यम से एहुद बराक, भूतपूर्व प्रधानमंत्री इजराइल के, उनसे मिलवाते हैं। अब आ जाइए साहब 2017 के 1 महीना और आगे बढ़े। 2 मार्च को अनिल अंबानी जेफरी एप्स्टीन को 3:11 पे एक मेल भेजते हैं। Will need your guidance on dealing with White House for India's relationship and defense cooperation. ये किसके बिहाफ पे लिखा जा रहा है? अनिल अंबानी जेफरी एप्स्टीन को 2 मार्च 2017 को लिखते हैं कि मुझे आपका मार्गदर्शन चाहिए कि भारत व्हाइट हाउस से अपने रिश्ते कैसे रखेगा। जेफरी एप्स्टीन उसका जवाब देते हैं 1 मिनट के बाद, 3:12। इंटरेस्टिंग। रिमेंबर, व्हाट आर यू विलिंग टू गिव? नो आइडियोलॉजी नीडेड, टिट फॉर टैट। कि बोले बढ़िया, वेरी गुड। अब ये बताइए आप हमें क्या दे सकते हैं? इसमें कोई विचारधारा की जरूरत नहीं है, एक हाथ दे एक हाथ ले। ये जेफरी एप्स्टीन अनिल अंबानी को सीधी सीधी बात कर रहे हैं, खरी खरी बात कर रहे हैं। 3:14, 1-2 मिनट के गैप में अनिल अंबानी जेफरी एप्स्टीन को लिखते हैं, इंडियन मार्केट व्हाट एवर वर्क्स। छाड़, इस्राएल जो दिन मान्यता पाइला से दिन मोदी जन्म होते सेठी कहीकि आसिले। ये हूँ इंटरनेशनल अंडरस्टैंडिंग सोफिस्टिकेटेड डायलॉग। तेबे 2 वर्ष पूर्ण है ये सरकार सबू कथार गुप्तता रखिंट, सबू कथार निरुत्तर रही। यार उत्तर भारतवासी को देवाक पड़ो। जदि भारतवासी की यार उत्तर न मिले तेबे मोदी जड़े दुर्बलतम प्रधानमंत्री एवं तांकर स्थिति टलमल एक बुझा हम। मोदी जो भय मोदी आखि भितर तैयारी पार्लियामेंट को अवॉइड कर, भारतवासी को कथा कहबार अवॉइड कर, सरकारी माने सभा मानक राजनीतिक सभा को परिवर्तित कर सरकारी सभा को।
ଗାଳି ଗୁଲଜ ବକା ସୋଧାରେ 12 ବର୍ଷ ପଳେଇଲା। ଏବେ ତ ଲୋକଙ୍କ କଥା କହିବାର ଅଛି, ଲୋକଙ୍କୁ ସାମ୍ନା କରିବାର ଅଛି। ତେଣୁ ସ୍ଥିତିଟା ଦୋହଲ ମହଲ ହେଇକି ଅଛି। କାରଣ ବର୍ତ୍ତମାନ ତ ଆଉ ବିଜେପି ସରକାର ନାହିଁ, ଏନଡିଏ ସରକାର। ସବୁଠୁ ବିଭତ୍ସ, ସବୁଠୁ ଘୃଣ୍ୟ ରାଷ୍ଟ୍ର ବର୍ତ୍ତମାନ ଇସ୍ରାଏଲ। ସ୍କୁଲ, କଲେଜ, ଲାଇବ୍ରେରୀ, ଛୋଟ ଛୋଟ ଶିଶୁ, ମହିଳା, ବୃଦ୍ଧା ଆଙ୍କୁ ଯିଏ ଉଦ୍ଦେଶ୍ୟମୂଳକ ଭାବରେ ହତ୍ୟା କରେ, ଖାଦ୍ୟ ଖାଇବାକୁ ଆସୁଥିବା ଲୋକଙ୍କୁ ଗୁଳି ମାରି ହତ୍ୟା କରେ। ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ ଜଣେ କନଭିକ୍ଟେଡ୍ ଅପରାଧୀ ନେତନ୍ୟାହୁ। ଅନେକ ଦେଶ ଏପରି ଅଛି ଯୋଉଠି ଗଲେ ସେ କେତେବେଳେ ବି କୋଉ ମୁହୂର୍ତ୍ତରେ ଗିରଫ ହେଇଯାଇପାରନ୍ତି। ଆରବ ଦେଶ ତାଙ୍କୁ ଛୁଇଁବା ପାଇଁ ପ୍ରସ୍ତୁତ ନୁହନ୍ତି। କେବଳ ତାଙ୍କର ବନ୍ଧୁ ହେଉଛନ୍ତି ଟ୍ରମ୍ପ ଏବଂ ନେତନ୍ୟାହୁ ହେଉଛନ୍ତି ମୁଖଶାଳା, ଟ୍ରମ୍ପ ହେଉଛନ୍ତି ମନ୍ଦିର। ଯାହା ଏପଷ୍ଟିନ୍ ଫାଇଲ କହୁଛି, ଏପଷ୍ଟିନ୍ ଫାଇଲରୁ ଯୋଉ କଥା ସ୍ପଷ୍ଟ ହେଉଛି, ଏ ବିଷୟରେ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ଅଛି। କାରଣ କଣ୍ଟ୍ରି ଇଜ୍ ସଫରିଂ। ଯେଉଁମାନେ ଦେଶର କିଛି ନୁହନ୍ତି, ଯେଉଁମାନେ ଦେଶର ବିଧି ବ୍ୟବସ୍ଥାରେ ନାହାନ୍ତି, ସେମାନେ କାହିଁକି ଏପଷ୍ଟିନ୍ ପାଖରେ ଦଲାଲି କରୁଥିଲେ, ମୋଦିଙ୍କ କଥା କହୁଥିଲେ। ସେ ହରଦୀପ ସିଂ ପୁରୀ ହୁଅନ୍ତୁ ବା ଅନିଲ ଅମ୍ବାନୀ ହୁଅନ୍ତୁ, ଏକଥା ସ୍ପଷ୍ଟ ଭାବରେ କହିବାକୁ ପଡ଼ିବ। ହରଦୀପ ପୁରୀଙ୍କୁ ମୋଦି ଟେକିକି ଆଣିକି ସେ ଏମ୍ପି ହଉ ନା ହେଇ ନଥାନ୍ତି ତାଙ୍କୁ ମନ୍ତ୍ରୀ କରୁଛନ୍ତି, ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଉଛନ୍ତି। ସେ ବିଜେପି ଅଫିସରେ ପ୍ରେସ୍ ମିଟ୍ କରିକି ଘୋଷଣା କରିବା ପରେ ଯେ ମୁଁ ଛୁଇଁଛି, ଅର୍ଥାତ୍ ସେ ପଙ୍କ ଭିତରେ ପଶିଛି, ଘୋଷଣା କରିବା ପରେ ମୋଦି ତାଙ୍କୁ ସ୍ୱାଗତ କରୁଛନ୍ତି, ଜନ୍ମଦିନର ଅଭିନନ୍ଦନ ଜଣାଉଛନ୍ତି। ଭାରତ ନିଷ୍ପତ୍ତି କରୁଛି ଶସ୍ତାରେ ତେଲ ଆଣିବ ନାହିଁ। ଆମେରିକା ଯୋଉଠୁ କହିବ ତାଠୁ ତେଲ ଆଣିବ, ଆମେରିକା ଯାହାଠୁ କହିବ ତାଠୁ ଗ୍ୟାସ୍ ଆଣିବ, ଇରାନରେ ପ୍ରୋଜେକ୍ଟ ବନ୍ଦ କରିବ, ଦେଶବାସୀଙ୍କୁ ଶସ୍ତା ଦରରେ ଉପଲବ୍ଧ କରାଇବ ନାହିଁ, ଦେଶର ଲାଭ କରାଇବ ନାହିଁ, ଦେଶର ସାର୍ବଭୌମତ୍ୱର ସୁରକ୍ଷା ଦେବ ନାହିଁ। ଏ କଥାର ତ ସ୍ପଷ୍ଟତା ରହିବା ଆବଶ୍ୟକତା ଅଛି, जो कथा राहुल गांधी प्रश्न କରିଛନ୍ତି। भाषण में 4-5 घंटे मुझे रोका, मगर बैकग्राउंड में एक और चीज चल रही थी। मेरे भाषण खत्म होते ही प्रधानमंत्री गए लोकसभा से। शाम को बिना अपने कैबिनेट से पूछे नरेंद्र मोदी जी ने ट्रंप को फोन कॉल लगाया। ट्रंप ने ट्वीट किया है कि हिंदुस्तान के प्रधानमंत्री ने मुझे फोन किया और कह दिया कि यूएस इंडिया डील को मैं साइन करने को तैयार। 4 महीने कुछ नहीं हिला और फिर एकदम नरेंद्र मोदी जी ने फोन किया और हिंदुस्तान के किसानों को बेच दिया, गारमेंट इंडस्ट्री को बेच दिया, सारा का सारा डेटा अमेरिका को दे दिया। क्यों? 2 कारण है भाइयों और बहनों। पहला कारण, अमेरिका में एप्स्टीन की फाइल बंद पड़ी हुई है, 30 लाख फाइल, उसमें ईमेल है, मैसेजेस है, वीडियो है, सब कुछ है, वो रिलीज नहीं हुई है। रिलीज क्या किया है मैं बताता हूँ। धमकाने के लिए रिलीज किया है हरदीप पुरी का नाम, अनिल अंबानी एप्स्टीन फाइल में है और एप्स्टीन फाइल में और भी नाम है जो अभी छुपे हुए हैं। पहला कारण ये। दूसरी धमकी है कि अमेरिका में अदानी जी पर क्रिमिनल केस, अमेरिका का केस जो है उसका लक्ष्य अदानी नहीं है, उस केस का लक्ष्य नरेंद्र मोदी है। वो तीर नरेंद्र मोदी जी की ओर मारा जाए। ये 2 कारण थे कि नरेंद्र मोदी जी पार्लियामेंट से भाग के निकले और उसी शाम उन्होंने ट्रंप को फोन किया और कहा, सर जो भी आप उचित समझो वो आप करो, मैं साइन करने को तैयार हूँ। गत थर जो जाइए से एप्स्टीन ट्यून रे नाचिले आ गाइले जहाँ एप्स्टीन लिखी। एथर कौन है जना पड़ना, डीजे डांस है कि लुंगी डांस है कि मुजरा है। तेरे मोदी जिते पहुंची थे, कारण मोदी ताको विरोध करना, ये काम मु करना, एक भारत सरकार स्पष्टीकरण देना, तेणु आम एभली आलोचना कर सुजोग पाऊँ। मुंद्रा सोलार पीवी, मुंद्रा सोलार एनर्जी उपर 126% वर्तमान इंपोर्ट ड्यूटी लगी अमेरिका रे, आदानी सोलार एनर्जी पैनल। कहीं स्पष्टीकरण तो देवा पड़ो। मोदी तो कौटी असुविधा अच्छी, मोदी क्या डरुंच, ट्रंप को डरुंच, एप्स्टीन प्रेत को डरुंच, नेतन्याहू को डरुंच ना, क्षमता काले चलीज से डरुंच, किंतु बाजी पड़ुची भारत। ये हूँ बड़ प्रश्न। ये प्रश्न जिते बृहत्तर होकर घूर्णिझड़ होकर बुल भारतीय जनता पार्टी भितर, एनडीए भितर, कारण मोदी जो मान को ट्रस्ट करुँच, जो मैंने चारिपटे अच्छा से बीजेपी नुहति। हरदीप सिंह पुरी कहतु, अश्विनी वैष्णव कहतु, जे मोदी को इंटरनेशनल मीट्रे सबुठ अधिक हईराण पकई। हरदीप सिंह पुरी हूँ, अश्विनी वैष्णव हूँ, एपरिक अजित डोभाल हूँ, अर्थमंत्री हूँ, निर्मला सीतारमण हूँ, एमाने कहीं बीजेपी स्थायी सदस्य नुहत, एम लिफ्ट कर ये प्रश्न बीजेपी भितर घांटब। यही मैंने ही निष्पत्ति करुँच, अनिल अंबानी निष्पत्ति करुच्ची सरकार कौन हम, क्या साथ डील कर, केतबेले कथा हम, कौटी पहुँचब, एवं ता सत्वे भी अच्छी एप्स्टीन ताकू स्वीडिश झील जोगेदेव।
ନଷ୍ଟ ଭ୍ରଷ୍ଟ ଭଣ୍ଡ ଭାଣ୍ଡ ଆଙ୍କ ଭିତରେ ମୋଦି ଚକାଭଉଣୀ ଖେଳୁଛନ୍ତି। ତେଣୁ କନଫିଡେଣ୍ଟର ଅଭାବ ରହୁଛି। ଜାହାଜ ବୁଡ଼ିବା ପୂର୍ବରୁ ଦେଖିବେ ମୂଷାମାନେ ଖପ୍ 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 ଟୁକ୍ 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 ହେଇକି ଡେଇଁବା ଆରମ୍ଭ କରିବେ। କାରଣ ଏପଷ୍ଟିନ୍ ଫାଇଲରେ ଯାହା ଲିଖିତ ଅଛି, ଯାହା ମେଲରେ ଆଦାନ ପ୍ରଦାନ ହେଇଛି, ସେ ଘଟଣା ମଧ୍ୟ ଆଉ ଗୋଟେ ପାର୍ଶ୍ୱରେ ଘଟୁଛି। ଇଏ ଯେତେବେଳେ କହୁଛନ୍ତି ନାଚିବା ଗାଇବା ପାଇଁ ମୋଦି ଗଲେ, ସେତେବେଳେ ମୋଦି ଯାଇଛନ୍ତି ଇସ୍ରାଏଲ। ଏପଷ୍ଟିନ୍ ଫାଇଲରେ ଫସିକିରି କିଏ ଇସ୍ତଫା ଦେଲାଣି, କିଏ କ୍ଷମା ମାଗିଲାଣି, କିଏ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲାଣି, କିଏ ଗିରଫ ହେଲାଣି, କାହାର ପଦ ଗଲାଣି। କିନ୍ତୁ ଏଠି ଦାରୁ ଭୂତ ହେଇକରି ବସିଛନ୍ତି। ଧରା ପଡ଼ିଥିବା ମୁଖ୍ୟ ଆସାମୀ ରଙ୍ଗେ ହାତ ଯିଏକି ଘୋଷଣା କରିସାରିଲାଣି ମୁଁ ଏପଷ୍ଟିନ୍ ସାଙ୍ଗେ ସମ୍ପର୍କିତ ଥିଲି, ତାକୁ ମୋଦି ପଠାଉଛନ୍ତି ଯାହା ବିଜେପି ଅଫିସରେ ବସିକି ପ୍ରେସ୍ ମିଟ୍ ଦେଉ, ନହେଲେ ବିଜେପି ଖସି ଯାଇପାରେ ହୁଏତ। ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଟ୍ରମ୍ପ ଆଙ୍କୁ ଡାକିଲେ। ଇଏ ଇଆଡ଼ୁ କହିଲେ ମେ ଆଇ ମିଟ୍ ୟୁ ସାର୍, ଏବଂ ଗଲାବେଳେ ଗୋଟେ ସାମାନ୍ୟ ଜଣେ କର୍ମଚାରୀ ତାଙ୍କୁ ସ୍ୱାଗତ କରିକି ନେଲେ ଟ୍ରମ୍ପଙ୍କ ପାଖକୁ, ଯାଇକି ଆଲେନ୍ ମସ୍କଙ୍କ ପିଲା ଛୁଆଙ୍କ ସାଙ୍ଗେ ଗେଲ କରି ଖେଳେଇକରି ଆସିଲେ। ଇଏ ହେଉଛି ଆନ୍ତର୍ଜାତିକ ସମ୍ପର୍କ, ଇଏ ହେଉଛି ପରିଚୟ, ଇଏ ହେଉଛି ସ୍ଥିତି ବିଶ୍ୱଗୁରୁଙ୍କର। ଆଉ ବିଶ୍ୱଗୁରୁ ଶବ୍ଦ ସେଥିପାଇଁ ଉଚ୍ଚାରିତ ହଉନି। ଗୋଟେ ଦୁର୍ବଳରୁ ଦୁର୍ବଳତର ସ୍ଥିତିକୁ ଯେତେବେଳେ ନେତୃତ୍ୱ ଯାଏ, ସେତେବେଳେ ଯେଉଁ ଅବସ୍ଥା ହୁଏ, ସେଇ ଅବସ୍ଥାରେ ବର୍ତ୍ତମାନ ଭାରତ ପଡ଼ିଛି। ବାରମ୍ବାର ଅପରେସନ ସିନ୍ଦୁର ଉପରେ ବିକୃତ ତଥ୍ୟ ଆମେରିକା ରାଷ୍ଟ୍ରପତି ଦଉଛନ୍ତି। ଆମ ତରଫରୁ ଥରୁଟିଏ ହେଲେ ସ୍ପଷ୍ଟୀକରଣ ନାହିଁ, ଥରୁଟିଏ ହେଲେ ଜବାବ ନାହିଁ। ତେଣୁ ଏହା କ'ଣ ସ୍ପଷ୍ଟ କରୁନି ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ, ଅସଫଳ ନେତୃତ୍ୱ, ଇଏ ଗାଡ଼ି କେତେ ବାଟ ଚାଲିବ? ଇଏ ଗାଡ଼ି ଚାଲିବ ନା ବ୍ରେକ୍ ହେଇଯିବ? ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଟିକେ ସବସ୍କ୍ରାଇବ୍ କରିନେବେ। ରହିଲୁ, ବହୁତ ବହୁତ ଧନ୍ୟବାଦ।